ମହୁଲିଆ ସ୍କୁଲରେ ଶିମିଳିପାଳକୁ ବିଶ୍ୱ ଜୈବମଣ୍ଡଳ ସ୍ୱୀକୃତିର 17ତମ ଚିନ୍ତନ ଉତ୍ସବ, ଶ୍ରଦ୍ଧା ମିଳନ ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ। ଶିମିଳିପାଳ ଇକୋ ଫ୍ରେଣ୍ଡସ୍, ଏପେକ୍ସ ଫରେଷ୍ଟ ପ୍ରୋଟେକ୍ସନ କମିଟି ବେତନଟି ଏବଂ ଇକୋ କ୍ଲବ ସରକାରୀ ପ୍ରାଥମିକ ବିଦ୍ୟାଳୟ ମହୁଲିଆ ଆନୁକୂଲ୍ୟରେ ଶିମିଳିପାଳକୁ ମିଳିତ ଜାତିସଂଘର ୟୁନେସ୍କୋ ପକ୍ଷରୁ ଶିମିଳିପାଳକୁ ବିଶ୍ୱ ଜୈବମଣ୍ଡଳ ସ୍ୱୀକୃତି ପ୍ରଦାନର 17ତମ ଚିନ୍ତନ ଦିବସ ଉପଲକ୍ଷେ ଶିମିଳିପାଳର ସୁରକ୍ଷା ଓ ବିକାଶରେ ସ୍ଥାନୀୟ ଲୋକମାନଙ୍କର ଭୂମିକା ଶୀର୍ଷକ ଏକ ଆଲୋଚନା ଚକ୍ର ବେତନଟି ବ୍ଲକ ଅନ୍ତର୍ଗତ ମହୁଲିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ଇକୋ କ୍ଲବର ମାଷ୍ଟର ଟ୍ରେନର ତଥା ବିଦ୍ୟାଳୟ ଆଲୁମିନି ସଭାପତି ଡକ୍ଟର ରମାକାନ୍ତ ମହାନ୍ତଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ଏପେକ୍ସ ଫରେଷ୍ଟ ପ୍ରୋଟେକ୍ସନ କମିଟି ବେତନଟିର ସଭାପତି ତଥା ଶ୍ରୀମା ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଐତିହାସିକ ଡକ୍ଟର ଶ୍ୟାମସୁନ୍ଦର ଦାସ, ସମ୍ମାନିତ ଅତିଥି ଭାବରେ ମା ସବଳା ବିଶ୍ୱ କଲ୍ୟାଣ ସେବା ସମିତି ମହୁଲିଆର ସଭାପତି ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ଅନ୍ନଦା ମହାନ୍ତ, ମୁଖ୍ୟ ବକ୍ତା ଭାବରେ ଅଖିଳ ଭାରତୀୟ ବହୁଭାଷୀ ସାହିତ୍ୟ ଅନୁଷ୍ଠାନ କବି ସଙ୍ଗମର ସଭାପତି ବାସୁଦେବ ନାପିତ, ସମ୍ମାନିତ ବକ୍ତା ଭାବରେ ପ୍ରଧାନ ଶିକ୍ଷକ କବି ରତିକାନ୍ତ ବେହେରା, ସାମ୍ବାଦିକ ଗତିକୃଷ୍ଣ ମହାନ୍ତ ପ୍ରମୁଖ ଯୋଗଦାନ କରି ଶିମିଳିପାଳର ଜୀବଜଗତକୁ ଅବଦାନ ଅବିସ୍ମରଣୀୟ ବୋଲି କହି ୟୁନେସ୍କୋ ପକ୍ଷରୁ ଶିମିଳିପାଳକୁ ବିଶ୍ୱ ଜୈବମଣ୍ଡଳର ମାନ୍ୟତା ପ୍ରଦାନ କରାଯାଇଥିବାରୁ ଭୂୟସୀ ପ୍ରଶଂସା କରିଥିଲେ। ଅଧ୍ୟକ୍ଷ ବକ୍ତବ୍ୟ ପ୍ରଦାନ କରି ଡକ୍ଟର ରମାକାନ୍ତ ମହାନ୍ତ କହିଲେ ଯେ 2009 ମସିହା ମଇ ମାସ 26 ତାରିଖରେ ଶିମିଳିପାଳକୁ ମିଳିତ ଜାତିସଂଘର ୟୁନେସ୍କୋ ପକ୍ଷରୁ ବିଶ୍ୱ ଜୈବମଣ୍ଡଳ ଭାବରେ ସ୍ୱୀକୃତି ଏବଂ ସମ୍ମାନ ପ୍ରଦାନ କରାଯାଇଥିବାରୁ ଜୀବଜଗତର ଜୀବନ ନାଟିକା ଶିମିଳିପାଳର ସୁରକ୍ଷା ଓ ବିକାଶ ପାଇଁ ଶାସକ, ପ୍ରଶାସକ, ଗଣମାଧ୍ୟମ ଏବଂ ସର୍ବସାଧାରଣ ମିଳିତ ଭାବରେ ସଂକଳ୍ପବଦ୍ଧ ହୋଇ ଆଗେଇ ଆସିବା ଉଚିତ। ପ୍ରାରମ୍ଭରେ ବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଥିଲା। ଏଥିରେ ଗ୍ରାମବାସୀ ଏବଂ ଶିମିଳିପାଳ ପ୍ରେମୀ ବନ୍ଧୁମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଭାରତୀ ମହାନ୍ତ। ଆସନ୍ତୁ ଶୁଣିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ଏପେକ୍ସ ଫରେଷ୍ଟ ପ୍ରୋଟେକ୍ସନ କମିଟି ବେତନଟିର ସଭାପତି ତଥା ଶ୍ରୀମା ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଐତିହାସିକ ଡକ୍ଟର ଶ୍ୟାମସୁନ୍ଦର ଦାସ କ'ଣ କହୁଛନ୍ତି? ମୁଁ ସଂଯୋଜକ ଆୟୋଜକ ଡକ୍ଟର ରମାକାନ୍ତ ମହାନ୍ତଙ୍କ ସହିତ ଆପଣମାନଙ୍କୁ ସମଗ୍ର ଗ୍ରାମବାସୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ନମନ କରୁଛି ମଧ୍ୟ। ଆଜି ଦିନରେ ମାତା ସାବିତ୍ରୀ ସତ୍ୟବାନଙ୍କ ପାଇଁ, ତାଙ୍କର ଯେଉଁ ସ୍ୱାମୀ ସତ୍ୟବାନଙ୍କ ପାଇଁ ସେ ଯମରାଜ ମହାରାଜଙ୍କ ପାଖରୁ ତାଙ୍କୁ ଧର୍ମଦେବତା ମଧ୍ୟ ଯେଉଁ କୁହାଯାଏ, ସେଇ ମରଣ ମୁଖରୁ ଆଜି ସେ ଉଦ୍ଧାର କରି ଆଣିଥିଲେ ଏବଂ ସେଇଥିପାଇଁ ଆମେ ଏହି ଦିନଟିକୁ ବିଶେଷ ଭାବରେ ଆମର ମା ଭଉଣୀମାନେ ସମଗ୍ର ଭାରତ ବର୍ଷରେ ବହୁତ ଧୁମଧାମରେ ପାଳନ କରନ୍ତି, ଉପବାସ ରହିକି ପାଳନ କରନ୍ତି, ଅନ୍ନଗ୍ରହଣ କରନ୍ତି ନାହିଁ, ଫଳାହାର କରନ୍ତି ଏବଂ ପ୍ରକୃତି ଦେବୀକୁ ମଧ୍ୟ ସେମାନେ ପୂଜନ କରନ୍ତି। ତେଣୁ ସମସ୍ତ ମାତାମାନେ, ସମସ୍ତ ଭଉଣୀମାନେ, ସମସ୍ତ ଝିଅମାନେ ଆମର ନମସ୍ୟ। ଆଜି ଗୋଟେ ଏମିତି ଦିନ ୟୁନେସ୍କୋ ଦ୍ୱାରା ମୟୂରଭଞ୍ଜର ଯେଉଁ ଗର୍ବ ଏବଂ ଗୌରବ ଶିମିଳିପାଳକୁ
ଜୈବମଣ୍ଡଳ ଦିବସ ରୂପେ ଘୋଷଣା କରାଯାଇଥିଲା ଏବଂ ଏଥିପାଇଁ ସ୍ୱର୍ଗତ ପ୍ରସନ୍ନ କୁମାର ଦାସ ଯେଉଁ ବାଚସ୍ପତି ଥିଲେ, ଆମମାନଙ୍କର ନେତା ସେ ଥିଲେ, ସାରା ଓଡ଼ିଶାର ଜଣେ ନେତା ଥିଲେ ଯିଏକି ପରିବେଶ ପାଇଁ କାନ୍ଦୁଥିଲେ ଏବଂ ପ୍ରକୃତ ପକ୍ଷରେ ଲୋକ ଦେଖାଣିଆ ନୁହେଁ, ଶିମିଳିପାଳକୁ ବଞ୍ଚାଇବା ପାଇଁ 1962 ମସିହା ପାଖରୁ ପ୍ରଚେଷ୍ଟା କରିଥିଲେ। ତାହା ସିଏ ଦେଖେଇଦେଲେ, ୟାକୁ ବାୟୋସ୍ଫିୟର ରିଜର୍ଭ କରିକି ଦେଖେଇଦେଲେ ଏବଂ ତା ସଫଳ ହେଲା 1991 ମସିହା 1991 ମସିହାରେ ତାହା ସଫଳ ହେଲା। ବାୟୋସ୍ଫିୟର ରିଜର୍ଭ ବା ଜୈବମଣ୍ଡଳ ଭାବରେ ୟୁନେସ୍କୋ ଘୋଷଣା କଲା। ଗଛ ପତ୍ର ଘାସ ଯାହା ଜୀବଜନ୍ତୁ ଯେଉଁଠି ଯେମିତି ରହିବା କଥା ଠିକ୍ ସେମାନେ ସେମିତି ଭାବରେ ସନ୍ତୁଳିତ ଅବସ୍ଥାରେ ରହିବେ। ଲୋକମାନେ ଯାଇକି ସେଠି ଗଛ ଲଗେଇବେ ନାହିଁ। ଯେଉଁ ଗଛ ରହିଛି ସେଇଠି ଗଛ ହେବ, ସେଇଠି ଗଛ ସେ ବଢ଼ିଯିବ, ତା ଡାଳପତ୍ର ଭାଙ୍ଗିକି ସେଇଠି ପଡ଼ିବ, ସେ ଡାଳପତ୍ର ମଧ୍ୟ କେହି ନେବେ ନାହିଁ, ପୁଣି ଆଉ ନୂଆ ଗଛ ଉଠିବ। ପଶୁପକ୍ଷୀ ଯେମିତି ରହିଛନ୍ତି ସେମାନେ ସେମିତି ରହିବେ, ତାଙ୍କୁ କୌଣସି ପ୍ରକାର ଡିଷ୍ଟର୍ବ କରାଯିବ ନାହିଁ। ଇଏ ହେଉଛି ବାୟୋସ୍ଫିୟରର ଉଦ୍ଦେଶ୍ୟ ବା ଲକ୍ଷ୍ୟ। ଏଇଥିପାଇଁ ଶିମିଳିପାଳକୁ ଏଭଳିଆ ଭାବରେ ବାୟୋସ୍ଫିୟର ରିଜର୍ଭ ଭାବରେ ଘୋଷଣା କରାଗଲା। ଆପଣମାନେ ଜାଣିଛନ୍ତି, ମୁଁ ଏଇଟା ପ୍ରସନ୍ନ ଦାସଙ୍କ ପାଖରୁ ବହୁବାର ବହୁ ମିଟିଂରେ ଶୁଣିଛି, ଶିମିଳିପାଳ ସମଗ୍ର ଭାରତବର୍ଷର ଯେଉଁ ଇଷ୍ଟର୍ଣ୍ଣ ଜୋନ୍ ମାନେ ପୂର୍ବ ଭାରତୀୟ ଯେଉଁ ଭୂଖଣ୍ଡ ଯେଉଁ ରହିଛି ସମଗ୍ର ଭୂଖଣ୍ଡ, ଏଇ ଭୂଖଣ୍ଡକୁ ଶିମିଳିପାଳ ବଞ୍ଚେଇକି ରଖିଛି। ଆଜି ଯେଉଁ ବର୍ତ୍ତମାନ ବର୍ଷା ହେଲା, ଇଏ ଯେଉଁ ବର୍ଷାର ସୁଯୋଗ ନେଲୁ, ଓଡ଼ିଶାକୁ ଯେମିତି ବର୍ତ୍ତମାନ ମୌସୁମୀ ସାଙ୍ଗେ ସାଙ୍ଗେ ପ୍ରବେଶ କଲା, ଆର କାରଣ ହେଉଛି ଶିମିଳିପାଳ ବାୟୋସ୍ଫିୟର ରିଜିଅନ୍। ଏବଂ ଏଠାରେ ଯେଉଁ ଉତ୍ତୁଙ୍ଗ ପର୍ବତମାଳା ସବୁ ରହିଛି, ବହୁତ ବଡ଼ ବଡ଼ ପାହାଡ଼ ପର୍ବତ ସବୁ ରହିଛି, ସେ ପାହାଡ଼ ପର୍ବତରେ ଯେଉଁ ଗଛ ଲତା ରହିଛି ଆମକୁ ଅକ୍ସିଜେନ୍ ଦେଉଛି, ପରିବେଶକୁ ସନ୍ତୁଳିତ କରୁଛି, ଜଳବାୟୁକୁ ସନ୍ତୁଳିତ କରୁଛି। ଏବଂ ଯଦି ଶିମିଳିପାଳ ନଥାନ୍ତା ତାହେଲେ କ'ଣ ହେଇଥାନ୍ତା ନା ଆମେ ଯେଉଁ ବସିଛୁ ଆରି ଉପରେ କର୍କଟ କ୍ରାନ୍ତି ଯାଇଛି। ଏବଂ କର୍କଟ କ୍ରାନ୍ତି ଯେଉଁମାନେ ପାଠ ପଢ଼ିଛନ୍ତି ପିଲାମାନେ ଜାଣିଥିବେ, ଏଇ ଦିଦିମାନେ ସବୁ ଜାଣିଥିବେ, କର୍କଟ କ୍ରାନ୍ତି ଯେଉଁଠି ଯାଇଥାଏ ସେଇ ଅଞ୍ଚଳ ମରୁଭୂମିରେ ସବୁ ପରିଣତ ହେଇଥାଏ। କର୍କଟ ମାନେ ସିଧା ସିଧା ସୂର୍ଯ୍ୟକିରଣ ସେଇ ଅଞ୍ଚଳ ଉପରେ ପଡ଼େ। ତେଣୁ ଏଇ ଅଞ୍ଚଳ ଉପରେ ଯେତେବେଳେ କର୍କଟ କ୍ରାନ୍ତି ଯାଇଛି, ଯେଉଁ ଯେଉଁ ଅଞ୍ଚଳ ଉପରେ କର୍କଟ କ୍ରାନ୍ତି ଯାଇଛି ସେଇ ଅଞ୍ଚଳ ଗୁଡ଼ିକ ସବୁ ମରୁଭୂମି। ଏବଂ ଶିମିଳିପାଳ ଥିବା ଯୋଗୁଁ ଆମର କ'ଣ ହେଇଛି, ଏଠି ବର୍ଷା ହେଉଛି, ଗଛପତ୍ର ରହିଛି, ଆମେ ସେ ମରୁଭୂମିରୁ ବଞ୍ଚି ଯାଇଅଛୁ। ଆପଣମାନେ ଯେଉଁ ଆସି ଶୁଣୁଛନ୍ତି, ପ୍ରତ୍ୟେକ ନିଜ ନିଜ ବାଡ଼ିରେ ସମସ୍ତେ ଗଛ ଲଗାଇବା ଦରକାର। ତେଣୁ ବୁଝନ୍ତୁ, ଗଛ ଲଗାନ୍ତୁ। ଏବଂ ଆମେ ତ ସେ ଶିମିଳିପାଳରେ ଆଉ ନାହୁଁ, ଶିମିଳିପାଳରୁ ବହୁ ଦୂରରେ ରହିଛୁ, 40 କିଲୋମିଟର ଦୂରରେ ରହିଛୁ। ଶିମିଳିପାଳକୁ ବଞ୍ଚାଇବାର ପ୍ରତୀକ ହେଉଛି ଆପଣମାନେ ଗଛ ଗୋଟିଏ ଗୋଟିଏ ଲଗାଇବେ ଏବଂ ସେ ଗଛ ଗୋଟିଏ ଗୋଟିଏ ବଞ୍ଚାଇବେ। ଧନ୍ୟବାଦ ସମସ୍ତଙ୍କୁ। ଆସନ୍ତୁ ଶୁଣିବା ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରୁଥିବା ମୟୂରଭଞ୍ଜ ଜିଲ୍ଲା ଇକୋ କ୍ଲବର ମାଷ୍ଟର ଟ୍ରେନର ତଥା ମହୁଲିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ଆଲୁମିନି ସଭାପତି ଡକ୍ଟର ରମାକାନ୍ତ ମହାନ୍ତ କ'ଣ କହୁଛନ୍ତି। ଆଉ ଟିକେ ପରେ ସୂର୍ଯ୍ୟ ଦେବତା ଅସ୍ତଗାମୀ ହେବେ, ଚାରିଆଡ଼େ ଅନ୍ଧକାର ମାଡ଼ି ଆସିବ, ଅମାବାସ୍ୟା ରାତି ଅଛି, ଆଲୁଅର ବ୍ୟବସ୍ଥା ନାହିଁ। ତେଣୁ ଆମେ ଏ କାର୍ଯ୍ୟକ୍ରମକୁ ଆଉ ଦୀର୍ଘ ନ କରି ଏ କାର୍ଯ୍ୟକ୍ରମକୁ ଏଇଠି ସମାପ୍ତ କରିବା। ତେବେ ଗୋଟିଏ କଥା, ଯେଉଁ କଥା ମୋର ପୂଜ୍ୟ ମାର୍ଗଦର୍ଶକ ଶିକ୍ଷକ ଦୁଇ ଜଣ ଏଠାରେ ଉପସ୍ଥିତ ଅଛନ୍ତି, ଡକ୍ଟର ଶ୍ୟାମସୁନ୍ଦର ଦାସ ସାର୍, ଯିଏକି ତାଙ୍କର ଗାଁକୁ ଏକ ଆଦର୍ଶ ଗ୍ରାମରେ ପରିଣତ କରିବା ପାଇଁ ଏତେ ଗଛ ଲଗାଇଛନ୍ତି,
जेटा कि आपण मैंने नड़पुर को नगले जानीपारे ना। वज्रपात जो 10 जन पिला मरी जाइथिले आज तांको स्मृति उद्देश्य रे सेठारे स्मृति स्तंभ होइछि किंतु मो गर्वर सहित कहबी ताठो बहुत बड़ अवदान रही तांकर स्मृति रे जो 10टी गछ सारंकर मार्गदर्शन रे प्रेरणा लगाई। तेणु यही जो माने आम गणरे नहांती ताको स्मृति रे आमे गछ लगेबा। जो माने जन्म नहीं तांकर जन्मदिन पालन करिबा तांको उद्देश्य रे आमे गछ लगेबा। एवं आज ये जो 3 जन देखुछंती आपण माने अछंती सावित्री ये जो सावित्री जो माने अछंती वास्तव में आज जेहेतु सावित्री व्रत तेणु 3 जन फोटो सहित 3 जन को आमे संवर्धित करिवार गोटे आमे गोटे व्यवस्था करथिलु। तेणु जहाँ भी हो आमर ये जो स्वप्न आमर जो कल्पना आमर आज साकार होइछि। आउ आज सुदूर बारिपदारू आसी आमको उत्साहित कर डॉक्टर श्याम सुंदर दास सार से मु कृतज्ञता जनाऊँगी। आपण मानको आजिकार ए सावित्री व्रतरे जे कथा सार मते कहले रमाकांत आसंता वर्ष मु चाहिबी एई काम गुड़ाक हेबा दरकार सार जदि आमे थिबा निश्चित भाव में ताहाको मो सफल करिबा पई साकार करिबा पई आप्राण उद्यम करिबी एवं मो निहाती ताहा करिबी। एथिपाई आज मु संकल्प नेउछि जेते जण रहिबे एवं सेमान को निश्चित भाव में आमे आमे साड़ी दे से को संवर्धित करवा। आपण जो परामर्श देले एटा बहुत बड़ काम नुहे किंतु आमे सफल करिक देखैबा। एटा हला आज आपनकर परामर्श पाई मु धन्यवाद दउछि। आ डॉक्टर श्यामसुंदर दास सार आमे आसंता ए जो जून मास 22 तारिखटा आमर जोटा भारत सरकार से शिमिड़ीपाट को जैव मंडल मान्यता करथिले आमे ओडिशा सरकार को सहयोग रे यूनिवर्सिटी रो सहयोग रे सेते बेले को कॉलेज खुली जाइथिवो केउ को विशिष्ट जगह रे एटा को आउरी बिफिटिंग वे रे करि परिवा तापई सर आपण विधिबद्ध भाव योजना करंतु 15 दिन आगरु जेमति का आमे व्यवस्थित हो जिवा। कारण शिमिड़ीपाड़ आमर हृत्पिंड सदृश जदि आमर हृत्पिंडटा नष्ट हो जाए जदि आमर हृत्पिंडटा नष्ट हो जाए जेमति का आमे बंची परिवा नाही सेई भड़िया जदि शिमिड़ीपाड़टा नष्ट हो जाए तेबे आमे कहीं बंची परिवा नाही। तार कारण से कथा स्पष्ट करदेला डॉक्टर श्यामसुंदर दास जदि आमे अम्लजान को किनिबा आम जीवन काल भितरे आमे 10-15 कोटी टंका देले भी सेतको अम्लजान पाई परिबा नहीं जेटा को कि हमको ये प्रकृति माता हमको बिना पैसा रे दउछि। तेणु आमे माँ गर्भरु प्रकृति उपरे आमे ऋणी अछु। जेतेबेले माँ गर्भर थिले सेतेबेले पाखरो आमे अम्लजान नउछे। तेणु आमे कोन मरिबा पूर्वर कृतज्ञ होई कि मरिबा आमे कोन मरिबा पूर्वर प्रकृति माता पाखरे ऋणी है कि मरिबा ना आमे चेष्टा करिबा आमे प्रकृति माँ पाखरु जहाँ पाइछे ताठू अधिक आमर ये प्रकृति माता को देवा पाई आमे चेष्टा करिबा एवं निरंतर उद्यम करिबा। जहाँ भी हो आज जेहेतु एते बड़ पवित्र दिनटा एवं आपण माने बहु जगार आछंती एवं ए कार्यक्रम में सामिल होइछंती सेइथिपाई मो आम संगठन तरफरु कृतज्ञ दउछि। आसंतु सुनिबा एही कार्यक्रम रे सम्मानित अतिथि भाव रे योगदान करिथिबा माँ सबला विश्व कल्याण सेवा समितिर सभापति तथा प्राक्तन प्रधान शिक्षयित्री अन्नदा महांत कौन कहउछंती। पिलाटी जन्म होला परे मार कर्तव्य होछि पिलाटी को लालन पालन करिबा। छोट बेलू माँ पिलाटी को जेमिति लालन पालन न कले पिलाटीर भविष्य खराब हो सेथिपाई माँ पिलाटीर खाद्य पानीय सबु किछि से तांकर कर्तव्य नहीं कि करती सेमती आमर प्रकृति माता आमको सबु प्रकार जमिति पिलाटी को लालन पालन करुछंती सेमती प्रकृति माता आम समस्त को लालन पालन करुछंती। से आमको खाद्य पानीय अम्लजान प्रभृति नदेले आमे सबु ए जीव जगत रे बंचिबा असंभव। तेणु आमे प्रकृति माता रक्षा करिबा पाई प्रति वर्ष गोटे हेले गछ लगेबा उचित बेसी न हेले भी
ଗୋଟିଏ ଦୁଇଟି ଗଛ ଲଗାଇଲେ ପ୍ରକୃତି ମାତା ହସି ଉଠିବ ଏବଂ ଆମର ଏଇ ସବୁକିଛି ଆମେ ନିଶ୍ୱାସ ପ୍ରଶ୍ୱାସ ସବୁକିଛି ଖାଦ୍ୟ ପାନୀୟ ସବୁକିଛି ପାଇପାରିବା। ଆସନ୍ତୁ ଶୁଣିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିବା ଅଖିଳ ଭାରତୀୟ ବହୁଭାଷୀ ସାହିତ୍ୟ ଅନୁଷ୍ଠାନ କବି ସଙ୍ଗମର ସଭାପତି ବାସୁଦେବ ନାପିତ କ'ଣ କହୁଛନ୍ତି? ଶିମିଳିପାଳ ଅନେକ ଦୂରିଆ, ଏଠାରୁ ଅନେକ ଦୂରରେ ଅଛି, କିନ୍ତୁ ମନେ ରଖିବେ ସେଇ ଶିମିଳିପାଳ ଆମ ପଶ୍ଚିମବଙ୍ଗ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଦାନ୍ତୁନ, ଆମର କାଥି, ବିହାରର ଝାଡ଼ଖଣ୍ଡ ରାଞ୍ଚି এই ଅଞ୍ଚଳର ଭାତ ହାଣ୍ଡି ଯଦି ଶିମିଳିପାଳ ନଥାନ୍ତା ମରୁଭୂମି ପାଲଟି ଯାଇଥାନ୍ତା। ସାର୍ ତ କହିଲେ ଖଜୁରୀ ଗଛ ଜନ୍ମିଥାନ୍ତା, କାହିଁକି ଏଇ ଯେଉଁ ଗଛ ଏ ଆପେ ଆପେ ସବୁ ଧ୍ୱଂସ ହେଇଯାଇଥାନ୍ତା, ମରିଯାଇଥାନ୍ତା। ଆମେ ନ କାଟିଲେ ବି ରୋଗରେ ମରିଯାଇଥାନ୍ତା। ସବୁ ଖଜୁରୀ ଗଛ ଜନ୍ମ ହେଇଥାନ୍ତା, ମରୁଭୂମି ସୃଷ୍ଟି ହେଇଯାଇଥାନ୍ତା। ତ ଯାହା ବି ହେଉ ଶିମିଳିପାଳକୁ ଆମକୁ ଯେକୌଣସି ପ୍ରକାରେ ବଞ୍ଚେଇବାକୁ ହେବ। ମହୁଲିଆର ମାଟି ଗୋଟେ ଧନ୍ୟ ମାଟି, ପୂର୍ଣ୍ଣ ମାଟି। ଏ ପୂର୍ଣ୍ଣ ମାଟିର ଜୟ ହେଉ, ମା'ମାନଙ୍କ ଜୟ ହେଉ, ଆମର ଏଇ ସ୍କୁଲର ଅଗ୍ରଗତି ହେଉ। এই স্কুলে যেমানে শিক্ষকতা করুଛନ୍ତି সেମାନଙ୍କୁ ଆହୁରି ଦାୟିତ୍ୱ ମୁଁ ଦେଉଛି, ପ୍ରତ୍ୟେକଟି ପିଲାକୁ ସଜାଗ କରନ୍ତୁ। ବହୁଗୁଣା, ଯାହାର ଅନେକ ଗୁଣ, ଅନେକ ରକମ ଗୁଣର ସମ୍ଭାର ରହିଛି, ସେ ହେଉଛନ୍ତି ବହୁଗୁଣା। ଆସନ୍ତୁ ଶୁଣିବା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରିଥିବା ପ୍ରଧାନ ଶିକ୍ଷକ କବି ରତିକାନ୍ତ ବେହେରା କ'ଣ କହୁଛନ୍ତି? କବିତା ଆମ ଶିମିଳିପାଳ, ଆମ ଗୌରବ ସବୁଜିମା ଶିମିଳିପାଳ। ଶିମିଳିପାଳ ମୟୂରଭଞ୍ଜର କପାଳ, ଅଟେ ସିଏ ଆମ ଦେଶର ମହାସମ୍ବଳ। ଓଡ଼ିଶାର ମସ୍ତକ ଅଟେ ଶିମିଳିପାଳ, ଅଗଣା ଯାହାର ସରଗ ପରି ବିଶାଳ। ତା ଦେହରେ ରହିଛି ପର୍ବତ ମାଳମାଳ, ନିର୍ଭୟ ଚରାବୁଲା କରନ୍ତି ମହାବଳ। ଶିମିଳିପାଳ ପାଇଁ ଗର୍ବ କରେ ଉତ୍କଳ, ହୃଦୟ ସାଇତି ଆନନ୍ଦ ନିଏ ଭୂଗୋଳ। ବିଶ୍ୱବାସୀ ପାଇଁ ମେଲା ପଡ଼ିଛି ତା କଳ, ଜଗତକୁ ବାଣ୍ଟେ ଅମ୍ଳଜାନ ବିପୁଳ। ବାୟୁମଣ୍ଡଳକୁ ରଖିଛି ସଦା ଶୀତଳ, ଦୂଷିତ ବାୟୁ ସବୁକୁ କରୁଛି ନିର୍ମଳ। ଅନେକ ନଦ ନଦୀର ଏନ୍ତୁଡ଼ିଶାଳ, ଉତ୍ତମ ଫସଲ ପାଇଁ ଜଗାଉଛି ଜଳ। ଅନେକ ନେଉଛନ୍ତି ଦାନ ପଥର ଶିଳ, ନାମୀ ଦାମୀ ଗଛ କେତେ ଶାଳ ପିଆଶାଳ। ରହିଛି ବୃକ୍ଷ ଶ୍ରେଷ୍ଠ ଲକ୍ଷ ଲକ୍ଷ ବଉଳ। ଔଷଧ ବଗିଚା ଅଟୋଇ ଶିମିଳିପାଳ, ମିଳେ ପୁଣି ମହା ଔଷଧ ସର୍ପ ଗରଳ। ଅଛି ସଭା। ମୟୂରଭଞ୍ଜ ଜିଲ୍ଲା ବେତନଟିରୁ ଗତିକୃଷ୍ଣ ମହାନ୍ତଙ୍କ ରିପୋର୍ଟ, ଓଡ଼ିଶା ସଂକେତ ଟିଭି।